ମୁମ୍ବାଇରେ ବିରିୟାନୀ ଏବଂ ତରଭୁଜ ଖାଇ ଗୋଟିଏ ପରିବାରର 4 ମୃତ। ତେବେ ସୂଚନା ଅନୁସାରେ ଅକାଳରେ ଗୋଟିଏ ପରିବାର 4 ସଦସ୍ୟଙ୍କ ଜୀବନ ଚାଲିଯାଇଛି। ଫୁଡ୍ ପଏଜନ୍ ପାଇଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ପାଇଧୁନି ଅଞ୍ଚଳରୁ ଆସିଛି ଏଭଳି ଏକ ଦୁଃଖଦ ଖବର। ବିଷକ୍ରିୟା ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ସହ 2 ଛୁଆଙ୍କ ମଧ୍ୟ ଅକାଳରେ ବିୟୋଗ ଘଟିଛି। ମୃତକମାନେ ହେଲେ ଅବଦୁଲ୍ଲା ଡୋକାଡିଆ, ପତ୍ନୀ ନସରିନ୍, ଝିଅ ଆୟେଶା ଏବଂ ପୁଅ ଜେବନ। ମୃତ୍ୟୁ ଖବର ଜଣାପଡ଼ିବା ପରେ ସମ୍ପର୍କୀୟଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ସମ୍ପର୍କୀୟ କହିଛନ୍ତି କି ପରିବାରର ସମସ୍ତ ସଦସ୍ୟ ମୃତ୍ୟୁର କିଛି ସମୟ ପୂର୍ବରୁ ସମସ୍ତେ ଏକାଠି ବସି ରାତ୍ରି ଭୋଜନ କରିଥିଲେ। ରାତ୍ରି ଭୋଜନରେ ପରିବାର ଲୋକେ ବିରିୟାନୀ ଖାଇଥିଲେ। ବେଶ୍ ଖୁସିର ସହ ଖାଇଥିଲେ ଆଉ ଦୁଃଖ ସୁଖ ହୋଇଥିଲେ। ତେବେ କେହି କେବେ ଭାବିନଥିଲେ କି ଏଭଳି ଏକ ଘଟଣା ଘଟିଯିବ। ବିରିୟାନୀ ଖାଇସାରିବା ପରେ ସମସ୍ତେ ତରଭୁଜ ଖାଇଥିଲେ। କେବେ ମଧ୍ୟ ଭାବିନଥିଲେ କି ଏହି ତରଭୁଜ ତାଙ୍କ ଜୀବନର ଶେଷ ଖାଦ୍ୟ ହୋଇଯିବ ବୋଲି। ତରଭୁଜ ଖାଇସାରିବା ପରେ ସମସ୍ତେ ଶୋଇବା ପାଇଁ ଯାଇଥିଲେ। ମାତ୍ର ନିଦ ହେବା ପୂର୍ବରୁ ଅସୁସ୍ଥତା ଅନୁଭବ କରିଥିଲେ। ସମସ୍ତେ ଏଭଳି ଅନୁଭବ କରୁଥିବା କହିବା ପରେ ଆମ୍ବୁଲାନ୍ସ ଡାକି ମେଡିକାଲକୁ ଯାଇଥିଲେ। ଡାକ୍ତର ସେଠାରେ ପରିବାରର 4 ସଦସ୍ୟଙ୍କୁ ମୃତ ଘୋଷଣା କରିଥିଲା। ଦମ୍ପତିଙ୍କ ସହ ତାଙ୍କ 2 ସନ୍ତାନଙ୍କ ଦେହାନ୍ତ ଘଟିଥିଲା। ତେବେ ପୁଲିସ ଏହି ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାମଲାଟି ଅତ୍ୟନ୍ତ ଗମ୍ଭୀର। ଯଦିଓ ପରିବାର ପକ୍ଷରୁ କୁହାଯାଇଛି ଯେ ସେମାନେ ବିରିୟାନୀ ଏବଂ ତରଭୁଜ ଖାଇଥିଲେ, କିନ୍ତୁ ପୁଲିସ ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି। ଖାଦ୍ୟରେ ବିଷାକ୍ତ ପଦାର୍ଥ ଥିଲା କି? ଏହା 2ଟି ଭିନ୍ନ ଖାଦ୍ୟର ମିଶ୍ରଣର ଫଳାଫଳ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ କହିଛି ଯେ ପୋଷ୍ଟମର୍ଟମର ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ପାଇଧୁନି ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କେହି ଖାଦ୍ୟ ମିଶାଇଥିଲା ନା ଆଉ କିଛି, ଏ ଦିଗକୁ ଲକ୍ଷ୍ୟ କରି ମଧ୍ୟ ତଦନ୍ତ କରୁଛି। ବ୍ୟୁରୋ ରିପୋର୍ଟ, ନବୀକରଣ ଟିଭି।